ପ୍ରେରିତ ଏକ ପର୍ବ 1-8, ପୁଣି ମାଥ୍ୟୁ 28 ପର୍ବ 18-20। ଏଠାରେ ଏହିପରି ଲେଖାଯାଏ, ପ୍ରେରିତ ଏକ ପର୍ବ 1-8 ଯାଏ। ଏଠାରେ ଏହିପରି ଲେଖାଯାଏ, ହେ ଥିଓଫିଲ, ଯେଉଁଦିନ ଯୀଶୁ ଆପଣା ମନୋନୀତ ପ୍ରେରିତମାନଙ୍କୁ ପବିତ୍ର ଆତ୍ମାଙ୍କ ଦ୍ୱାରା ଆଜ୍ଞା ଦେଇ ଊର୍ଦ୍ଧ୍ୱରେ ଗୃହୀତ ହେଲେ, ସେହି ଦିନ ପର୍ଯ୍ୟନ୍ତ ସେ ଯେ କାର୍ଯ୍ୟ କରିବାକୁ ଓ ଶିକ୍ଷା ଦେବାକୁ ଆରମ୍ଭ କରିଥିଲେ, ସେ ସମସ୍ତ ବିଷୟ ଘେନି ମୁଁ ପ୍ରଥମ ପ୍ରବନ୍ଧଟି ଲେଖିଅଛି। ସେ ମଧ୍ୟ ଆପଣା ଦୁଃଖ ଭୋଗ ଉତ୍ତାରେ ଅନେକ ପ୍ରମାଣ ଦ୍ୱାରା ସେମାନଙ୍କ ନିକଟରେ ନିଜକୁ ସଜୀବ ଦେଖାଇଲେ। ପୁଣି 40 ଦିନ ପର୍ଯ୍ୟନ୍ତ ବାରମ୍ବାର ସେମାନଙ୍କୁ ଦର୍ଶନ ଦେଇ ଈଶ୍ୱରଙ୍କର ରାଜ୍ୟ ସମ୍ବନ୍ଧୀୟ ବିଷୟ ଗୁଡ଼ିକ କହିଲେ। ଥରେ ସେମାନଙ୍କ ସହିତ ଭୋଜନରେ ବସିବା ସମୟରେ ସେ ସେମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେମାନେ ଜେରୁସାଲେମରୁ ପ୍ରସ୍ଥାନ କର ନାହିଁ, କିନ୍ତୁ ପିତାଙ୍କର ଯେଉଁ ପ୍ରତିଜ୍ଞା ବିଷୟ ମୋ ଠାରୁ ଶୁଣିଅଛ, ସେଥିର ଅପେକ୍ଷାରେ ରହିଥାଅ। କାରଣ ଯୋହନ ଜଳରେ ବ୍ୟାପ୍ତିସ୍ମ ଦେଲେ ସତ, କିନ୍ତୁ ତୁମ୍ଭେମାନେ ଅଳ୍ପ ଦିନ ମଧ୍ୟରେ ପବିତ୍ର ଆତ୍ମାରେ ବ୍ୟାପ୍ତିଜିତ ହେବ। ଅତଏବ ସେମାନେ ଏକତ୍ର ହୋଇ ତାହାଙ୍କୁ ପଚାରିବାକୁ ଲାଗିଲେ, ହେ ପ୍ରଭୁ, ଆପଣ କଣ ଏହି ସମୟରେ ଇସ୍ରାଏଲ ହସ୍ତରେ ପୁନର୍ବାର ରାଜ୍ୟଭାର ସମର୍ପଣ କରୁଅଛନ୍ତି? ସେ ସେମାନଙ୍କୁ କହିଲେ, ଯେ ସମସ୍ତ କାଳ କି ସମୟ ପିତା ସ୍ୱ କର୍ତ୍ତୃତ୍ୱର ଅଧୀନରେ ରଖିଅଛନ୍ତି, ତାହା ତୁମ୍ଭମାନଙ୍କର ଜାଣିବା ବିଷୟ ନୁହେଁ। କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେମାନେ ଶକ୍ତି ପ୍ରାପ୍ତ ହେବ, ଆଉ ଜେରୁସାଲେମ, ସମସ୍ତ ଯିହୁଦା ପ୍ରଦେଶ ଓ ସମୀରଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋର ସାକ୍ଷୀ ହେବ। ପୁଣି ଆମମାନେ ଆଉ ଗୋଟିଏ ଅଂଶ ପଢିବା, ତା ଆପଣମାନେ ସମସ୍ତେ ପାଇପାରିବେ। ମାର୍କ ଲିଖିତ ସୁସମାଚାର ତାର 15 ପଦ, ଏଠାରେ ଏହିପରି ଲେଖାଯାଏ, ପୁଣି ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବ ଜାତି ନିକଟରେ ସୁସମାଚାର ଘୋଷଣା କର। ଆମେନ୍। ଗୋଟେ ଘଟଣା କହିବାକୁ ଯାଏ, ଯେତେବେଳେ କୌଣସି କୋର୍ଟରେ ଗୋଟେ କ୍ରିମିନାଲ କେସର ଟ୍ରାଏଲ ହୁଏ, ସେତେବେଳେ କଣ ହୁଏ, ଗୋଟେ ପ୍ରୋସିକ୍ୟୁସନ ସାଇଡ୍ ଥାଏ ଆଉ ଗୋଟେ ଡିଫେଣ୍ଡାଣ୍ଟ ସାଇଡ୍ ଥାଏ। ଆଉ ପ୍ରୋସିକ୍ୟୁସନ ସାଇଡ୍ର ଯେଉଁ ଓକିଲ କେସ୍ କରୁଥାନ୍ତି, ଲଢ଼ୁଥାନ୍ତି, ସିଏ କୋର୍ଟରୁ ଫାଇଲଟି, ଯେଉଁ କେସ୍ ରେକର୍ଡ ଥାଏ, ତାକୁ ମଗାନ୍ତି। ମଗେଇ ସାରି ନିଜେ ଦେଖି ଦିଅନ୍ତି, ସବୁଗୁଡ଼ାର କେସ୍ ରେକର୍ଡ ପଢ଼ିକି ବୁଝି ନିଅନ୍ତି। ପୁଣି ତାପରେ ଯେଉଁ ଯେଉଁ ସାକ୍ଷୀମାନଙ୍କର ସାକ୍ଷ୍ୟ ଦେବାର ଥାଏ, ସେମାନେ ଯେତେବେଳେ ଆସନ୍ତି, ତାଙ୍କୁ ସେଇ ଅନୁସାରେ ଶିଖେଇଥାନ୍ତି, ପ୍ରସ୍ତୁତ କରେଇଥାନ୍ତି, ଯେପରି ସେମାନେ ଉପଯୁକ୍ତ ଭାବରେ ସାକ୍ଷୀ ଦେଇପାରିବେ। ଆଉ ଯେତେବେଳେ ପ୍ରୋସିକ୍ୟୁସନ ସାଇଡ୍ର ସାକ୍ଷ୍ୟ ସରିଯାଏ, ସେତେବେଳେ ଡିଫେଣ୍ଡାଣ୍ଟ ସାଇଡ୍ ସାକ୍ଷ୍ୟ ଦିଏ। ଆଉ ଡିଫେନ୍ସ ସାଇଡ୍ ଯେତେବେଳେ ସାକ୍ଷ୍ୟ ଦିଏ, ସେ ମଧ୍ୟ ସେତେବେଳେ କଣ କରନ୍ତି, କୋର୍ଟରେ ଯେଉଁ ପ୍ରୋସିକ୍ୟୁସନ ସାଇଡ୍ ସାକ୍ଷୀମାନେ ସାକ୍ଷୀ ଦେଇଥାନ୍ତି, ସେମାନଙ୍କର ଡିପୋଜିସନ, ମାନେ ଯେଉଁ ସାକ୍ଷୀ ଗୁଡ଼ା ଲେଖା ହେଇଥାଏ, ଯାହା ସାକ୍ଷ୍ୟ ଦେଇଥାନ୍ତି, ତାହାର କପି ସବୁ ଆଣନ୍ତି, ତାହାକୁ ପଢ଼ନ୍ତି, ପୁଣି ତାହାକୁ ଡିଫେଣ୍ଡ କରିବା ପାଇଁ ପ୍ରତି ସାକ୍ଷୀମାନଙ୍କୁ ଶିଖେଇଥାନ୍ତି। ୟା ପରେ ଆକ୍ୟୁଜ ଷ୍ଟେଟମେଣ୍ଟ ହୁଏ, ମାନେ ଆକ୍ୟୁଜକୁ ଡକାଯାଏ, ଯିଏ କୁ ଡକାଯାଏ, ତାଙ୍କୁ ପଚରାଯାଏ, ତୁମ୍ଭେ କି ଏଇ ଦୋଷ କରିଅଛ? ତାପରେ ସେ ତାଙ୍କର କୁହନ୍ତି, ମୁଁ ଦୋଷ କରିନାହିଁ, କି ଏପରି ନିଜ ବିଷୟରେ ଯାହା ସଫେଇ ଦେବା କଥା ସେ ସଫେଇ ଦିଅନ୍ତି। ଏହାପରେ କେସ୍ ବିଷୟରେ ଡିସାଇଡ୍ କରା ହୁଏ, ଆର୍ଗୁମେଣ୍ଟ ହୁଏ, ଅଲଗା ସମସ୍ତ ବିଷୟ ହୁଏ। ଆମମାନେ ଯେତେବେଳେ ଏଇ ସମସ୍ତ ବିଷୟରେ ଦେଖୁ, ସେତେବେଳେ ଦେଖୁ ଯେ ସାକ୍ଷୀମାନଙ୍କ ବିଷୟରେ ବିଶେଷ ଲେଖାଯାଉଛି। ସାକ୍ଷ୍ୟମାନଙ୍କର କଥାକୁ ଗୋଟେ ଓଜନ ଦିଆଯାଉଛି, ଆଉ ସେମାନଙ୍କର ସାକ୍ଷ୍ୟ ଅନୁସାରେ କେସ୍ର ଭବିଷ୍ୟତ ନିର୍ଣ୍ଣୟ କରୁଅଛି। ଆଜିର ଆମମାନଙ୍କର ଟପିକ ହେଲା ପ୍ରସ୍ତୁତ ସାକ୍ଷୀ। ଆମମାନେ ଯେତେବେଳେ ଆଜି ପ୍ରେରିତ ସେଇ 1-8 ପଢୁଥିଲୁ, ମୁଁ ତାର 8 ପଦଟି ଆଉ ଥରେ ପଢି ଦଉଛି, ଆପଣମାନେ ସମସ୍ତେ ଶୁଣନ୍ତୁ। ଏଠାରେ ଏହିପରି ଲେଖାଯାଉଛି, କିନ୍ତୁ
ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ ତୁମ୍ଭେ ମାନେ ଶକ୍ତି ପ୍ରାପ୍ତ ହେବ, ଅର୍ଥାତ୍ ଆଉ ଜେରୁସାଲେମ ସମସ୍ତ ଜିହୁଦା ପ୍ରଦେଶ ସମୀରଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ। ତାର ସାକ୍ଷୀ ପ୍ରଭୁ ଯୀଶୁଙ୍କର ସାକ୍ଷୀ ହେବ। ଆମେ ଯଦି ଆଜି ବର୍ତ୍ତମାନ ଯୁଗରେ ଦେଖୁଛୁ, ଜଗତ ଏପରି ଗୋଟେ ପରିସ୍ଥିତି ମଧ୍ୟ ଦେଇ ଯାଉଛି, ଜଟିଳ ଏମିତି ହେଇଗଲାଣି, କୌଣସି ଏକ ସତ୍ୟ ବିଷୟକୁ ମଧ୍ୟ ପ୍ରମାଣ କରିବାକୁ ହେଲେ ସାକ୍ଷ୍ୟଦାନର ଆବଶ୍ୟକତା ପଡୁଛି। ଆମମାନେ ଯଦି ସୋସିଆଲ ମିଡିଆରେ ଅନେକ ଅନେକ ବିଷୟ ଦେଖୁଛୁ, ଯେତେବେଳେ ତାକୁ ଆମମାନେ ସତ୍ୟ ବୋଲି ଭାବିବୁ, ତାକୁ ଆଉଥରେ ଅନ୍ୟ ଜଣଙ୍କୁ ଶୁଣିବା ଦରକାର ହଉଛି, ତାକୁ ସାକ୍ଷ୍ୟ ଦେବା ଦରକାର ହଉଛି। ସାକ୍ଷୀ ନହେଲେ ବା ସାକ୍ଷ୍ୟ ପ୍ରମାଣ ନଥିଲେ କୋର୍ଟ କଚେରୀ କ୍ଷେତ୍ରରେ ହଉ ବା ସାଧାରଣ କ୍ଷେତ୍ରରେ ହଉ କେହି ଆଉ ବିଶ୍ୱାସ କରୁନାହାନ୍ତି। ପୁରାତନ ନିୟମରେ ଯଦି ଆମମାନେ ଦେଖିବା, ସେତେବେଳେ ମଧ୍ୟ ଏପରି ହଉଥିଲା। ସାକ୍ଷୀ ମାନଙ୍କ ବା ସାକ୍ଷ୍ୟ ଦାନରେ ବ୍ୟବସ୍ଥା ଥିଲା। ଈଶ୍ୱର ନିଜେ ମଧ୍ୟ ସାକ୍ଷୀ ମାନଙ୍କର ସାହାଯ୍ୟ ନେଉଥିଲେ, ଅର୍ଥାତ୍ ନିଜର ଶକ୍ତି, ସାମର୍ଥ୍ୟ ଏବଂ ଗୌରବର ପ୍ରମାଣ ନିମନ୍ତେ ଆପଣା ସୃଷ୍ଟିକୁ ବ୍ୟବହାର କରିଥିଲେ। ଆମେ ଦେଖୁଛେ ଯେ ପରମେଶ୍ୱର ନିଜର ଶକ୍ତି, ନିଜର ସାମର୍ଥ୍ୟ ପୁଣି ଗୌରବର ପ୍ରମାଣ ପାଇଁ ନିଜେ ସୃଷ୍ଟି କରିଥିବା ବିଷୟ ଗୁଡ଼ିକ ଉପରେ ବ୍ୟବହାର କରି ଚାଲିଛନ୍ତି। ଆମେ ଯଦି ଗୀତ ସଂହିତା 19ର 1 ପଦ ପଢିବା, ଯୋଉଠି ଏପରି ଲେଖାଯାଏ, ଗୀତ ସଂହିତା କେହି ଯଦି ପାରିବେ ଯଦି ପଢିଦେବେ ପାଇବେ। ଯଦି ଗୀତ ସଂହିତା 19ର 1 ପଦ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ଆକାଶ ମଣ୍ଡଳ ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରେ, ଶୂନ୍ୟ ମଣ୍ଡଳ ତାହାଙ୍କ ହସ୍ତକର୍ମ ପ୍ରକାଶ କରେ। ଆମେନ୍। ଆକାଶ ମଣ୍ଡଳକୁ ପ୍ରଭୁ ବ୍ୟବହାର କଲେ, ଶୂନ୍ୟ ମଣ୍ଡଳକୁ ବ୍ୟବହାର କଲେ। ସେମାନେ କଣ କରୁଛନ୍ତି? ପରମେଶ୍ୱରଙ୍କର ଗୌରବ ବର୍ଣ୍ଣନା କରୁଛନ୍ତି। ଶୂନ୍ୟ ମଣ୍ଡଳ କଣ କରୁଛନ୍ତି? ତାଙ୍କର ହସ୍ତକୃତ କର୍ମ ପ୍ରକାଶ କରନ୍ତି। ପରମେଶ୍ୱରଙ୍କର ବାକ୍ୟ କହୁଛି ଯେ ପରମେଶ୍ୱର କେତେ ଉଚ୍ଚ, କେତେ ସତ୍ୟ, ତାଙ୍କର କର୍ମ କେତେ। ଏସବୁ ବିଷୟ ପାଇଁ ସେ ଆକାଶ ମଣ୍ଡଳକୁ ପୁଣି ଶୂନ୍ୟ ମଣ୍ଡଳକୁ ଯେ ତିଆରି କରିଛନ୍ତି ତାର ମଧ୍ୟ ସାକ୍ଷୀ ନେଉଛନ୍ତି। ଆକାଶ ମଣ୍ଡଳ ପରମେଶ୍ୱରଙ୍କ ଗୌରବ ବର୍ଣ୍ଣନା କରେ। ପ୍ରଭୁ ଯୀଶୁ ଯେତେବେଳେ ଶିକ୍ଷା ଦଉଥିଲେ ଆଉ ଆଶ୍ଚର୍ଯ୍ୟ କାର୍ଯ୍ୟ ଗୁଡ଼ିକ କରୁଥିଲେ, ସେତେବେଳେ ଲୋକମାନେ ମଧ୍ୟ ତାଙ୍କୁ ଈଶ୍ୱରଙ୍କର ପୁତ୍ର ବା ମସିହ ବୋଲି ବିଶ୍ୱାସ କରୁନଥିଲେ। ବାକ୍ୟ ଆମମାନଙ୍କୁ ଯେସାୟା ଯେତେବେଳେ ଆମେ ପଢୁ ଆଉ ଯେତେବେଳେ ଆମେ ଆଦି ପୁସ୍ତକ ପଢି ଚାଲୁ, ସେତେବେଳେ ଗୋଟେ ପ୍ରୋମିସ୍ ଦିଆଯାଇଥିଲା, ଇସ୍ରାଏଲ ବାସୀଙ୍କ ପାଇଁ ମସିହ ଆସିବେ। ମସିହ ମାନେ ତ୍ରାଣକର୍ତ୍ତା ଆସିବେ, ରକ୍ଷାକର୍ତ୍ତା ଆସିବେ। ଅତ ସେମାନେ ସେତେବେଳେ ଭାବୁଥିଲେ, ସେତେବେଳେ ଇସ୍ରାଏଲକୁ, ଜିହୁଦୀ ମାନଙ୍କୁ ରୋମିଓ ମାନେ ଶାସନ କରୁଥିଲେ। ଆଉ ତାଙ୍କର ଶାସନ ଏତେ କଠିନ ଥିଲା ଯେ ସେମାନେ ତ୍ରାହି ତ୍ରାହି ଡାକୁଥିଲେ। ସେମାନେ ବି ଭାବୁଥିଲେ କେତେବେଳେ ଆମମାନଙ୍କ ପାଇଁ ଜଣେ ମସିହ ଆସିବେ, ଯେ କି ଆମମାନଙ୍କ ଉପରେ ରାଜତ୍ୱ କରିବେ, ଯେ କି ଆମମାନଙ୍କ ପାଇଁ ଲଢିବେ। ଯୀଶୁ କହୁଛନ୍ତି ସେଇ ସମୟରେ, ମୋ ବିଷୟରେ ଯେଉଁମାନେ ସାକ୍ଷ୍ୟ ଦିଅନ୍ତି ସେମାନେ ହଉଛନ୍ତି, ସେ ଯୋଉ ବିଷୟ ବ୍ୟବହାର କରୁଛନ୍ତି, ପ୍ରଭୁ ଯୀଶୁଙ୍କ କାହାଣୀ, ତାଙ୍କର ଜୀବନ ଯେତେବେଳେ ଆମେ ଦେଖୁଛୁ, ସେତେବେଳେ ସେ କଣ କହୁଛନ୍ତି? ମୋ ପାଇଁ ଧର୍ମଶାସ୍ତ୍ର ସାକ୍ଷ୍ୟ ଦଉଛି, ମୋ ପାଇଁ ଯୋହନ ଡୁବକ ସାକ୍ଷ୍ୟ ଦେଇଛନ୍ତି, ମୋ ପାଇଁ ମୋ ନିଜର କାର୍ଯ୍ୟ ଦ୍ୱାରା ସାକ୍ଷୀ ହଉଛି, ମୋ ପାଇଁ ପିତା ଈଶ୍ୱର ସାକ୍ଷୀ ଦଉଛନ୍ତି, ମୋ ପାଇଁ ପବିତ୍ର ଆତ୍ମା ସାକ୍ଷ୍ୟ ଦଉଛନ୍ତି। ଆମମାନେ ଏଥିରେ ଯେତେବେଳେ ଦେଖୁଥିଲୁ, ପବିତ୍ର ଆତ୍ମା ଯେତେବେଳେ ଅବତୀର୍ଣ୍ଣ ହେବେ, ସେତେବେଳେ ଆମମାନେ ଆଶ୍ଚର୍ଯ୍ୟ କର୍ମ ମାନ ଦେଖିବା, ନୂଆ ବିଷୟ ମାନ ଦେଖିବା, ଯେଉଁ ବିଷୟ ଗୁଡ଼ିକ ପରମେଶ୍ୱର ଆଜି ଘଟିଛନ୍ତି। ଆଜି ସବୁ ବିଷୟରେ ସାକ୍ଷୀ ପ୍ରମାଣ ଦରକାର ହଉଛି। ଆଉ ଆଜି ଆମମାନେ ଯେତେବେଳେ ପଢୁଥିଲେ ସେଇ ପ୍ରେରିତର 1:8, ତୁମ୍ଭେମାନେ ପୃଥିବୀରେ ମୋହର ସାକ୍ଷୀ ହେବ। ଏହା ହଉଛି ତାଙ୍କର ସ୍ୱର୍ଗାରୋହଣ କରିବା ପୂର୍ବରୁ ଗୋଟେ ଆଦେଶ, ଗୋଟେ ନିର୍ଦ୍ଦେଶ ସେ ଆମମାନଙ୍କୁ ଦେଇଛନ୍ତି। ତୁମ୍ଭେମାନେ ଆମମାନଙ୍କ ପାଇଁ, ମୋ ପାଇଁ ସାକ୍ଷୀ ସ୍ୱରୂପ ହେବ। ଗତ ଦିନ ମାନଙ୍କରେ ଆମମାନେ ତାଙ୍କର ମୃତ୍ୟୁ ବିଷୟରେ ଅନେକ ଥର ଶୁଣିଲେ।
पुणी गुड फ्राइडे पर जो ईस्टर आसला से समय आम शुणी आसु पुनरुत्थान विषय से किपर मृत्युंजय हेले तापर कौन कौन हेले क्या भेटिले कौन कले तापर मुझे चिंता करी प्रभु आज आम कौन कथा कहते आम मृत्यु विषय शुणिले पुनर्जीवित विषय शुणिले जन्म विषय शुणी अच्छे परमेश्वर आज आम कहते तुम्हें माने मो पाई साक्षी स्वरूप हुओ कहा पाखरे सारा जगत निकटे पृथ्वी रे प्रभु जीशु शिष्य मान सम्मुख में गोटे लक्ष्य बा टार्गेट रखी मानव जातिर परित्राण परमेश्वर आम मानकर सृष्टिकर्ता प्रभु जीशु से जो जगत को आसिले गोटे लक्ष्य थिला आसबार कारण थिला से चाहूले जे मानव जाति रक्षा पाई जाओ आमे समस्ते रक्षा पाई जाओ कहीं ना सारा जगत आज पापी बोली गणित होइछि सारा जगतर समस्त व्यक्ति आज पापी बोली गणित होइछन्ति जो दिन ठारो आदम पाप आरंभ कले से दिन ठारो ए पर्यंत जाय माने समस्त पापीर स्टाम्प रे अछु किंतु जो समय रे माने प्रभु जीशु को ग्रहण कले तांको परित्राण करता हिसाब से स्वीकार कले सेतबेला माने बदली जाइछो सेतबेला माने प्रभु जीशु कर हे जाइछो सेतबेला माने गोटे नूतन जीवन यापन करूछु सेतबेले आमाने तांको पई साक्षी होछु सेतबेले आमाने एई मानव जातिर परित्राण पई योग्य विवेचित होइछु एई जो सुचिंतित श्रृंखलित पंथा प्रभु जीशु आमान को जीवन पई कले एथिपाई से हत हेले एथिपाई से निजको समर्पी देले क्रूसरे निजर समस्त रक्त ढाल देले जहाँ विषय आम बारंबार शुणी अच्छु आपण माने जदि निजको आज चांचिक देखिबे तेले मो परमेश्वर मो प्रभु जीशु जे कि यही जगत को मनुष्य रूप रे आसिले जे कि स्वयं परमेश्वर निजे मनुष्य हेले आ मनुष्य रूप रे आमान को मध्य वास कले आ से गोटे आमान को से परित्राण स्वाद चखेबा पई परित्राण देबा पई निजे मध्य मृत्युवरण कले जहा ईश्वर योजना थिला आ से कहउछन्ति जे चाहन्ति जे तांग शिष्य मान कहउछन्ति तुम्हे माने मोर साक्षी हेबो एक्चुअली से केउ विषय लक्ष्य करिया कहिथिले सेतल तो लोक माने जीशु को विषय रे जानि नथिले से माने समस्त जानथिले जीशु होछन्ति जोसेफ आ मरियमकर पुत्र से बेतलेहम रे जन्म ग्रहण करछन्ति से नाजरेत रे बढिछन्ति लालित पालित होइछन्ति ये सब कथा सेतले लोक माने कोन जानि नथिले समस्त जानिथिले किंतु से जे ईश्वर पुत्र स्वयं ईश्वर जगतर एकमात्र परित्राण करता ये कथा से माने जानि नथिले से जे स्वयं मसीह जहाँ विषय 400 वर्ष पूर्व 600 वर्ष पूर्व लिखा जाए बहुत पूर्व लिखा जाए जे मसीह आसियो बोली से जे मसीह यही कथा से माने जानि नथिले प्रभु जीशु जो निज विषय साक्ष्य दौरान निज जन्म विषय साक्ष्य देवा मृत्यु विषय पुनरुत्थान विषय साक्ष्य देवा जहाँ को आम कहूँ सुसमाचार जहाँ को प्रभु कहते सुसमाचार को तुम्हें प्रचार कर से सुसमाचार होती आम जो परमेश्वर मनुष्य रूप में आसिले जे कि जन्म नेले गोटे आश्चर्य रूप में जो मृत्युवरण कले एत आश्चर्य भाव पुणी सबुठ आश्चर्य विषय जो पुनर्थित हेले यही विषय तुम्हें सारा जगत रे साक्षी स्वरूप हुओ कहा जो परमेश्वर आम जीवन निज जीवन को बलि देछन्ति पुणी केवल बलि दे नांती मृत्युवरण कलापर पुणी आउ थे उठी मृत्युर नाहुड़ को दली की भांगी देछन्ति जे कि विजय जीवन यापन करछन्ति आज से कहते मो जन्म विषय कह जीशुकर जन्म विषय जदि आम चिंता कर तात्पर्य कौन जीशु तो से बेतलेहम जन्म ग्रहण करते से तो जोसेफकर आउ मरियमकर पुत्र थिले ये सब विषय तो प्राय इस्राएलवासी समस्त जानती किंतु से कहते तुम्हें माने मोहर जन्मर साक्षी जीशु कथार तात्पर्य थिला ईश्वर सर्वशक्तिमान अति पवित्र निराकार हेले मध्य से मानव जातिर परित्राण पे मनुष्य रूप रे मनुष्य रूप धारण कर जगत जन्म ग्रहण कले से रक्त मांस विशिष्ट
ପତିତ ମାନବର ସମାଜ ମଧ୍ୟରେ ବାସ କଲେ ଆଉ ସମ୍ପୂର୍ଣ୍ଣ ରୂପେ ମାନବ ଜାତି ସହିତ ନିଜକୁ ମିଶେଇ ଦେଲେ। ସେ 100% ମନୁଷ୍ୟ ଥିଲେ, ପୁଣି 100% ଈଶ୍ୱର ବି ଥିଲେ। ଏ ବିଷୟ ଯଦି ତୁମେ ବିଶ୍ୱାସ କରୁଛ, এই ଜନ୍ମ ବୃତ୍ତାନ୍ତ ଯଦି ତୁମେ ବିଶ୍ୱାସ କରୁଛ, ତାହାକୁ ତୁମେ ଜଣାଅ, କାରଣ ତୁମେ ଏଥିର ସାକ୍ଷୀ। ଯେଉଁଦିନ ଆମେ ବିଶ୍ୱାସ କରୁଛୁ ସେଇ ଦିନ ଠାରୁ ଆମେ ସାକ୍ଷୀ ହେଇଗଲେ ଯେ ମୋ ପରମେଶ୍ୱର ମନୁଷ୍ୟ ରୂପରେ ଆସିଥିଲେ, ମୋ ପରମେଶ୍ୱର ମନୁଷ୍ୟ ହେଇକି ଆସିଥିଲା, ଆଉ ଯିଏକି 100% ସାକ୍ଷୀ ମନୁଷ୍ୟ ଥିଲେ ଆଉ 100% ଈଶ୍ୱର ମଧ୍ୟ ଥିଲେ। ପ୍ରଭୁ ଯୀଶୁ ଚାହୁଁଥିଲେ ଯେ ତାଙ୍କର ଶିଷ୍ୟମାନେ ମଧ୍ୟ ତାହାଙ୍କ ପରି ଉଚ୍ଚ ଅଭିମାନୀ ନ ହୋଇ ଦିନ ଦୁଃଖୀ ଦରିଦ୍ର ମାନଙ୍କୁ ଯାଇ ଯୀଶୁଙ୍କର ପ୍ରେମ ଆଉ ତ୍ୟାଗର କାହାଣୀ କହି ସେମାନଙ୍କ ପାଇଁ ସାକ୍ଷ୍ୟ ଦିଅନ୍ତୁ। ଯାହା ଯାହା ଦେଖିଛନ୍ତି, ଯେଉଁ ପ୍ରେମ ଦେଖିଛନ୍ତି, ଯେଉଁ ନମ୍ରତା ଦେଖିଛନ୍ତି, ଯେଉଁ ତ୍ୟାଗ ଦେଖିଛନ୍ତି, ତାହା ସାରା ଜଗତ ନିକଟରେ ପ୍ରକାଶ କରିବାକୁ ଆମମାନେ ଯେତେବେଳେ ପଢୁଥିଲୁ ମାର୍କର ଶେଷରେ ସେଟା ଲେଖାଯାଉଛି, ସାରା ଜଗତ ନିକଟରେ ତୁମେ ଯାଇ ପ୍ରଚାର କର, କୁହ, ମୋ ପାଇଁ ସାକ୍ଷୀ ସ୍ୱରୂପ ହୁଅ। ଯେତେବେଳେ ତାଙ୍କର ମୃତ୍ୟୁ ବିଷୟ ସାକ୍ଷୀ ସ୍ୱରୂପ ପଡେ, ତାର ଅର୍ଥ ହଉଛି ପ୍ରଭୁ ଯୀଶୁ କୌଣସି ଅପରାଧ କରିନଥିଲେ, ଦୁଷ୍କର୍ମ କରିନଥିଲେ, ପାପ କରିନଥିଲେ, ଯୋଉଥିପାଇଁ କି ତାଙ୍କୁ କ୍ରୁଶୀୟ ମୃତ୍ୟୁବରଣ କରିବାକୁ ପଡିଥିଲା, ଯୋଉଥିପାଇଁ ଏତେ ଲଜ୍ଜାଜନକ ମୃତ୍ୟୁବରଣ କରିବା, ଏତେ ଜଘନ୍ୟ କଷ୍ଟ ପାଇବାକୁ ପଡିଥିଲା। ଯୋଉ ବ୍ୟକ୍ତି ସମ୍ପୂର୍ଣ୍ଣ ନିଷ୍ପାପ ଥିଲେ, ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଥିଲେ, ଯେ କି ସମ୍ପୂର୍ଣ୍ଣ ପବିତ୍ର ଥିଲେ, ସେ ଆଜି କ୍ରୁଶରେ ଚଢିଛନ୍ତି ଆଉ କ୍ରୁଶର କଷ୍ଟ ପାଇଛନ୍ତି। କେବଳ କାହା ପାଇଁ? ମୋ ଠାରେ ଯୋଉ ପାପ ଅଛି ତୁମ୍ଭମାନଙ୍କୁ ମଧ୍ୟ କେହି ପ୍ରମାଣ ଦେଇପାରିବ ବୋଲି ସେ କହୁଥିଲେ। ଆମେ ଯଦି ଯୋହନ ଲିଖିତ ସୁଷମାଚାରର 8:46 ପଦ ପଢୁ, ଯୋହନ 8 ପର୍ବ 46 ପଦ ପର୍ଯ୍ୟନ୍ତ ପଢିବି କି? ହଁ ପଢି ଦିଅନ୍ତୁ, ମୁଁ ଯୋଉଟା କହୁଛି ପଢିଥିଲି। ଯୋହନ 8:46। ଏଠାରେ ପାପ ଅଛି ବୋଲି ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି? ମୁଁ ଯେବେ ସତ୍ୟ କହେ, ତେବେ ତୁମ୍ଭେମାନେ କାହିଁକି ମତେ ବିଶ୍ୱାସ କରୁନାହଁ? ଏଥିରୁ ଆମେ ଦେଖୁଛୁ ଯେ ପ୍ରଭୁ ଯୀଶୁ ପଚାରୁଛନ୍ତି, ମୋ ଠାରେ ପାପ ଅଛି ବୋଲି ତୁମମାନଙ୍କ ମଧ୍ୟରୁ କେହି ପ୍ରମାଣ ଦେଇପାରିବ କି? କାରଣ ଆମେ ଜାଣୁ ଯେ ସେ ନିଷ୍ପାପ ଥିଲେ, ନିର୍ଦ୍ଦୋଷ ଥିଲେ, ତାଙ୍କଠାରେ ପାପ ଲେଶ ମାତ୍ର ନଥିଲା, କିନ୍ତୁ ତାଙ୍କର ମୃତ୍ୟୁ ଥିଲା ପ୍ରତିନିଧି ମୂଳକ। ସେ କାହିଁକି ମଲେ? ନା ଆମ ପାପ ପାଇଁ, ସାରା ଜଗତର ପାପ ପାଇଁ, ମୋର ପାପ ପାଇଁ, ଆପଣମାନେ ଯେତେ ଜଣ ବସିଛନ୍ତି ସମସ୍ତଙ୍କର ପାପ ପାଇଁ ସେ ପ୍ରତିନିଧି ସ୍ୱରୂପ ନିଜକୁ ସମର୍ପି ଦେଲେ, କ୍ରୁଶରେ ମୃତ୍ୟୁବରଣ କଲେ। ଏ ଜଘନ୍ୟ ମୃତ୍ୟୁ କେବଳ ଆମ ପ୍ରତିନିଧି ହିସାବରେ ସେ ଗ୍ରହଣ କଲେ, ଆମ ପାପ ପାଇଁ ସେ ଗ୍ରହଣ କଲେ, ଆମମାନଙ୍କର ପ୍ରତିବଦଳ ହେଲେ। ଆଉ ମାନବ ଜାତି ପାପ କରିବାରୁ ତାର ଫଳ ସ୍ୱରୂପ ମାନବ ଜାତି ଆଉ ମୃତ୍ୟୁଭୋଗ ନ କରି ପ୍ରଭୁ ଯୀଶୁ ଆମମାନଙ୍କୁ ପ୍ରେମ କରୁଥିବାରୁ ସେ ହିଁ ଆମମାନଙ୍କର ପ୍ରତିନିଧି ହେଇକି ନିଜକୁ ସମର୍ପି ଦେଇ ମୃତ୍ୟୁବରଣ କଲେ। ଏହା ହଉଛି ଅନ୍ୟମାନଙ୍କ ପାଇଁ ଦୁଃଖ ଭୋଗ କରିବା। ଯେତେବେଳେ ଆମମାନଙ୍କର ଜାଗତିକ ଭାବରେ ପୁତ୍ର କନ୍ୟା ଆଉ କିଏ ହେଇଥାନ୍ତି, ଯେତେବେଳେ ସେମାନେ କଷ୍ଟ ପାଆନ୍ତି, ମା ବାପା ମାନେ କହନ୍ତି, ନାଇଁ ନାଇଁ ମୋ ପୁଅକୁ ଏତେ କଷ୍ଟ ନ ହଉ, ମୁଁ ତା କଷ୍ଟଟା ନେଇଯିବି ପଛେ, ତାକୁ କଷ୍ଟ ନ ହଉ। କାହିଁକି? ନା ସେମାନେ ତାଙ୍କର ପିଲାମାନଙ୍କୁ ଏତେ ପ୍ରେମ କରିଥାନ୍ତି। ପ୍ରଭୁ ଯୀଶୁ ସେଇ ପ୍ରତିନିଧି, ଯେହେତୁ ସେ ଆମମାନଙ୍କୁ ଅତି ନିବିଡ଼ ଭାବରେ ପ୍ରେମ କରୁଥିଲେ, ମନୁଷ୍ୟକୁ ସେ ଚାହୁଁଥିଲେ ଯେ ପାପ ଜଗତରୁ ସେ ରକ୍ଷା ପାଇଯାଉ। ମନୁଷ୍ୟ କିପରି ରକ୍ଷା ପାଇବ, ମନୁଷ୍ୟ କିପରି ପରିତ୍ରାଣ ପାଇବ? ଯଦି ସେ ନିଜକୁ ନ ସମର୍ପିବ ତାହେଲେ କିପରି ପାଇବ? ଯଦି ମୁଁ ତା ପାଇଁ କିଛି ନ କରିବି, ମୁଁ ତା ପାଇଁ ନିଜକୁ ସେଇ କ୍ରୁଶରେ ନ ପଡ଼ି ମୁଁ ଯଦି ଦୋଷୀ ନ ହେବି, ତାହେଲେ ସେ ରକ୍ଷା ପାଇପାରିବ ନାହିଁ। ଆଉ ସେଇଥିପାଇଁ ସେ ମୃତ୍ୟୁବରଣ କଲେ। ପୁଣି ତାଙ୍କର ପୁନରୁତ୍ଥାନ ବିଷୟ, ଯାହା ସୁଷମାଚାରକୁ ମୁଁ କହୁଥିଲି ନା, ସୁଷମାଚାର ମାନେ ତାଙ୍କର ଜନ୍ମର ବୃତ୍ତାନ୍ତ, ମୃତ୍ୟୁର ପୁନରୁତ୍ଥାନ ବିଷୟ, ତାଙ୍କର ପୁନରୁତ୍ଥାନ ପରେ ତାଙ୍କର ଯାହା ଆଉଥରେ ଆସିବେ ପୁନର ଆଗମନର ବିଷୟ, ପୁଣି ବିଚାରର ବିଷୟ, ଏହା ହଉଛି ସୁଷମାଚାର। ଆଉ ପ୍ରଭୁ ଚାହାନ୍ତି ଯେ ଏଇ ସୁଷମାଚାରକୁ ଆମମାନେ ଅନ୍ୟମାନଙ୍କ ପାଖରେ, ଆମ ଚାରିପଟେ ଥିବା ଲୋକମାନଙ୍କ ପାଖରେ ପ୍ରକାଶ କରିବାକୁ।
आम किछि दिन तले शुणुलु से प्रस्तुतिर विषय किंतु पुनर्थान जो कहुची से पुनर्थान कौन है किपरि आम सत्य बोली जानुचे आम मैंने जिते धर्मशास्त्र भविष्यवाणी गुड़िक देखुचे से जे पुनर्थित हेबे वाक्य को से 3 दिन पर उठिबे जितेबले मरियम पुणी अन्य माने अन्य मरियम जाइछंती आउ से उन्मुक्त कबर देखुछन कबर भितर केही नाहांती प्रभु जीशु उठी अछंती बोली दूत कहउछंती आउ से शिष्य मान को अनेक थर दर्शन देइछंती आ एपरिक आम देखिले जे से शिष्य मान सहित माछ भोजन करछंती यह केवल संभव होइछि जेतेबेले से पुनर्थित हेले यह केवल संभव होइछि से जेतेबेले मृत्युर नाउड़ को भांगी देला और 3 दिन पर पुणी से कबर चिरिकी बाहरी आसिले उठी आसिले कारण से मृत्युर से जो नाहुड़ मृत्युर जो पापर जो निगुड़ तत्व को ताको भांगी देले और से गोटे नुआ जीवन देखिले प्रभु जीशु पुनर्थान करबा द्वारा जगतर समस्त पाप परीक्षा प्रलोभन मंद शक्ति सर्वोपरि मृत्यु उपरे से विजय हासिल कले आ से चाहती आम माने समस्ते सेहीपरि विजय जीवन यापन करने को से प्रमाण करदेले जे ये सबू तांको द्वारा निश्चित विजय लाभ करेंगे आ जीशु चाहूले जदि तांकर शिष्य माने मध्य ए प्रकार कार्य करती जेपरी से प्रत्येक शिष्य मध्य जो मान को से कहउछन जे तुमे मोर कथा मान मो कथा शुण तांको जेतेबेले कहउछंती साक्ष्य दउछन तुमे मो पई साक्षी स्वरूप हुओ जीशु कहते तुम्भे माने अल्प दिन उतारे पवित्र पूर्ण हेबो एवं जेरुसालम जिहुदा प्रदेश समीरण और पृथ्वीर प्रांत पर्यंत मोर साक्षी हुओ माने तांको जिहुदा जेरुसालम जिहुदा प्रदेश जो गुड़ा जगार मृत्युवरण कर कार्य कर जगह जोठी कि से थिले जोठी कि से पुनर्थित हो पुणी समस्त को देखा दउतले से चारिपटे थिबा लोक माने समीरण रे थिबा लोक माने पुणी पृथ्वीर प्रांत पर्यंत माने समस्त मानव जाति निकट रे मो पाई तुमे साक्षी हुओ आउ चाहती जे तांको जे ग्रहण करे तांको जे गुरु बोली माने से शिष्य मान को से आज कहउछंती तुमे माने मो पाई साक्ष्य स्वरूप हुओ आ ए विषय माने जदि हिस्ट्री को देखिबा आद्य मंडली जेतेबेले से प्रेरित माने तांकर सेई तांका पई साक्षी स्वरूप हेले अनेक अनेक जीवन नूतनत्व आसिला अनेक अनेक या को विश्वास कले जे आम मानक पई प्रभु जीशु मृत्युवरण करछंती जन्म ग्रहण करछंती पुनर्थित होइछंती सेतेबेले जो लोक माने थिले नियर अबाउट माने ख्रीष्टाब्द 54 ठू आरंभ करके ए पर्यंत जो माने सबु थिले से माने सबु एक कथा को विश्वास कर से कहते तुम्हें माने जितेबले पवित्र आत्मा जो दिन से पेंटिकस्ट दिन रे जो दिन ठू से माने पवित्र आत्मा रे पूर्ण हेले से दिन ठू तुम्हें गोटे नुआ हेलो तुमको साहाय्य कर मिलला तुमको शक्तियुत कराला तुम्हें मो पाई साक्षी स्वरूप हो आद्य मंडली जदि आम देखू बहुत बहुत ताड़ना आद्य मंडल लोक सहूले आम जदि मु अनेक जगह पढ़ी जे से समय रोम शासन थिला रोम रो जार माने बहुत कठिन थिले जो माने प्रभु जीशु ग्रहण करथिले तांको कहूथिले जे आम मानकर त्राणकर्ता बोली से मानकु से तेल कड़े रे पकई मारुथिले तांकर चमड़ा उतरे दउथिले बहुत बहुत जघन्य मृत्युवरण करिया पड़थिला एपरिक मु पढ़ुଥିଲି गोटे से माँ को ताठू छुआ को नहीं तेल कड़े ततला तेल कड़े पकई देते केते जघन्य कार्य सब होता केवल जो मैंने साक्षी सब कले जो मैंने विश्वास कले जो मैंने भरोसा कले किंतु से समय आद्य मंडल ख्रीष्टियान मान जीवन में एकता थिला सहभागिता थिला से दुख भोग करते सुषमाचार प्रचार करते जीवन में गोटे विजय जीवन थिला हुए तो समस्त कष्ट समस्त प्रकार चपेगी आम मान रखा होता से समय तथापि से माने गोटे विजय जीवन यापन करते कारण तांकर जीवन गोटे प्रार्थनाशील जीवन थिला आद्य मंडल हुए तो से दिन तांकर शिष्य भाव में 120 जन थिले
କିନ୍ତୁ ଆଜି ଯଦି ଆମେ ଜଗତକୁ ଦେଖିବା, ଆଜି ତାଙ୍କର ପ୍ରଭୁଙ୍କର ବାକ୍ୟ ସେଇ ସାକ୍ଷ୍ୟ ସେଇ ସୁସମାଚାର ଅନେକ ପାଖରେ ପହଞ୍ଚି ପାରିଛି। ଆଉ ପ୍ରଭୁ ଆଜି କହୁଛନ୍ତି ତୁମେ ସମସ୍ତେ ତାଙ୍କ ପାଇଁ ସାକ୍ଷୀ ସ୍ୱରୂପ ହୁଅ। ଆଜିକାଲି ହୁଏତ ଆମେ ଭାବୁଛୁ ଯେ ଖ୍ରୀଷ୍ଟିଆନ ମାନେ ବହୁତ ଭଲ ପରସ୍ପରକୁ ପ୍ରେମ କରୁଛନ୍ତି, କିନ୍ତୁ ଯଦି ଆମେ ନିଜକୁ ଝାଙ୍କିକି ଦେଖୁ ଆମେ ଖ୍ରୀଷ୍ଟଙ୍କ ଭଳି କିପରି ଆଚରଣ କରିଅଛୁ କି? ଆମେ ସତରେ କ'ଣ ଆମମାନଙ୍କ ଜୀବନ ଖ୍ରୀଷ୍ଟଙ୍କ ଭଳି ହୋଇଅଛି କି? ଆଜିର ଜଗତ ଆଉ ସେ ପୂର୍ବ ଭଳି ନାହିଁ। ଆଜିର ଜଗତ ଚାହୁଁଛି ଯେ ଆମମାନଙ୍କ ଜୀବନରେ ଖ୍ରୀଷ୍ଟକୁ ଦେଖିବାକୁ, ଖ୍ରୀଷ୍ଟଙ୍କର ଚରିତ୍ର ଦେଖିବାକୁ, ଖ୍ରୀଷ୍ଟଙ୍କର ଆଚରଣ ଦେଖିବାକୁ, ଖ୍ରୀଷ୍ଟଙ୍କର ପ୍ରେମ ଦେଖିବାକୁ। ଆଉ ଯେତେବେଳେ ଆମେ ନିଜକୁ ଝାଙ୍କିକି ଦେଖୁ, ସେତେବେଳେ ଦେଖୁ ଯେ ଆମେ ପ୍ରଭୁ କହିଥିବା ପ୍ରେମ କରିପାରୁନୁ, ପ୍ରଭୁ କହିଥିବା ଭଳି ଆମେ କାର୍ଯ୍ୟ କରିପାରୁନୁ, ସେହିପରି ଆଚରଣ କରିପାରୁନାହୁଁ। ଆମମାନଙ୍କର ଚିନ୍ତାଧାରା ଭିନ୍ନ ପ୍ରକାର ହୋଇଯାଇଛି। ଆମେ ଜଗତ ପ୍ରତି ଲାଳାୟିତ ହୋଇଯାଇଛୁ। କିନ୍ତୁ ପ୍ରଭୁ ଯୀଶୁ କହୁଛନ୍ତି ତୁମମାନେ ସମସ୍ତେ ମୋ ପାଇଁ ସାକ୍ଷୀ ସ୍ୱରୂପ ହୁଅ। ଆଉ ଯେତେବେଳେ ମୁଁ ଆପଣମାନଙ୍କୁ କହୁଥିଲି ଯେ କୋର୍ଟରେ ଯେ ଗୋଟେ କେସ୍ ଚାଲିଲେ, ସେ ଡିଫେନ୍ସ ସାକ୍ଷୀ ହଉ ବା ସେପଟ ପ୍ରସିକ୍ୟୁସନ ସାକ୍ଷୀ ମାନଙ୍କୁ ତାଙ୍କର ଓକିଲ ତାଙ୍କୁ ସେଇ କାଗଜ ଅନୁସାରେ ସେଇ କେସ୍ ରେକର୍ଡ ଅନୁସାରେ ତାଙ୍କୁ ଶିଖେଇଥାନ୍ତି, ପ୍ରସ୍ତୁତ କରିଥାନ୍ତି। ଆଜି ମଧ୍ୟ ଆମେ ଯଦି ଦେଖିବା ସେଇ ଯେହିଜିକଲ 38 ପଦରେ ପ୍ରସ୍ତୁତ ହୁଅ ଲେଖାଯାଉଛି। ଆଉ ତୁମେମାନେ ତୁମମାନଙ୍କର ଚାରିପଟେ ଥିବା ଲୋକମାନଙ୍କୁ ପ୍ରସ୍ତୁତ କରାଅ। ଯଦି କେହି ଜଣେ ଆଉ ଥରେ ପଢିଦେବେ ଯେହିଜିକଲ 38 ତୁମ୍ଭେ ପ୍ରସ୍ତୁତ ହୁଅ, ତୁମ୍ଭେ ଆପଣାକୁ ଓ ତୁମ୍ଭ ନିକଟରେ ଏକତ୍ରିତ ତୁମ୍ଭର ସମସ୍ତ ସମାଜକୁ ପ୍ରସ୍ତୁତ କର, ଆଉ ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ। ଆମେନ୍। ଆଜି ଗୋଟେ ଜିନିଷ ଆଉ ଗୋଟେ ନୁହଁ, ତୁମ୍ଭେ ସେମାନଙ୍କର ରକ୍ଷକ ହୁଅ। ଯେତେବେଳେ ଯୋଉମାନେ ତୁମେ ତାଙ୍କ ପାଇଁ ସାକ୍ଷୀ ସ୍ୱରୂପ ହୋଇଛ, ତାଙ୍କର ରକ୍ଷକ ହୁଅ। ତୁମ୍ଭେ ନିଜେ ପ୍ରସ୍ତୁତ ହୁଅ, ତୁମ ଚାରିପଟେ ଥିବା ଲୋକମାନଙ୍କୁ ପ୍ରସ୍ତୁତ କରାଅ। ଆଜି ପ୍ରଭୁ ଚାହାନ୍ତି ଆମେ ଯୋଉଠି ଅଛୁ ସେଇଠାରେ ଆମ ନିଜକୁ, ନିଜ ପରିବାରକୁ, ନିଜ ବାପା ମା ଭାଇ ଭଉଣୀ ସାଙ୍ଗସାଥି ମାନଙ୍କୁ, ନିଜର ସମାଜକୁ ଗୋଟିଏ ପ୍ରସ୍ତୁତ ଜୀବନ ଯାପନ କାଟିବାକୁ। ତୁମେ ଯଦି ମୋ ଉପରେ ବିଶ୍ୱାସ କରୁଅଛ, ତୁମେ ଯଦି ମୋ ପାଇଁ ସାକ୍ଷୀ ସ୍ୱରୂପ ହୋଇଅଛ, ତୁମେ ଯଦି ମତେ ଖ୍ରୀଷ୍ଟ ବୋଲି ଜାଣୁଅଛ, ତୁମେ ଯଦି ମସିହ ବୋଲି ମତେ ବିଶ୍ୱାସ କରୁଅଛ, ତାହେଲେ ତୁମେ ମୋ ପାଇଁ ସେଇ ସୁସମାଚାର ପ୍ରକାଶ କର। କାରଣ ତୁମକୁ ମୁଁ ରକ୍ଷକ ବୋଲି ରଖିଅଛି। ତୁମେ ମୋର ଏହି ଲୋକମାନଙ୍କର ରକ୍ଷକ। ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କୁ କୁହନ୍ତି, ରେ ପୁଅ ରେ ଝିଅ, ତୁ ଯଦି ମୋ ଉପରେ ବିଶ୍ୱାସ କରୁଅଛୁ, ତୁ ଯଦି ମତେ ଜାଣିଅଛୁ, ତୁ ଯଦି ଜାଣୁ ଯେ ମୁଁ ଗୋଟିଏ ବିଜୟ ଜୀବନ ଯାପନ କରୁଅଛି, ମୋର ମୃତ୍ୟୁର ନାଉଡ ଭାଙ୍ଗି ଦେଇଛି, ତାହେଲେ ତୁ ସେଇ ସୁସମାଚାରକୁ ନେଇକି ତୁ ଚାରିପଟେ ତୁ ଜାଣିଥିବା ଲୋକମାନଙ୍କୁ କହ, ପ୍ରଚାର କର, ମୋ ପାଇଁ ସାକ୍ଷୀ। ଆଉ ସେଥିପାଇଁ ପ୍ରଥମେ ଆମେ ନିଜ ଜୀବନକୁ, ନିଜର ଜୀବନର ଆଚରଣକୁ ବଦଳାଇ ଦେବା ଦରକାର। ଆମେ କ'ଣ ଖ୍ରୀଷ୍ଟଙ୍କ ଭଳି ପ୍ରେମ କରିପାରିଛୁ କି? ଆମମାନେ କ'ଣ ଖ୍ରୀଷ୍ଟଙ୍କ ଭଳି କ୍ଷମା ଦେଇପାରିଛୁ କି? ଆମମାନେ ଖ୍ରୀଷ୍ଟଙ୍କ ଭଳି ତ୍ୟାଗ କରିପାରିଛୁ କି? ଆମମାନେ କ'ଣ ଖ୍ରୀଷ୍ଟଙ୍କ ଭଳି ସହଭାଗିତାରେ ଆସିଛୁ, ସହନଶୀଳ ହୋଇଛୁ, ନମ୍ରତାର ଜୀବନ କାଟିଛୁ କି ପବିତ୍ରତାର ଜୀବନ କାଟି ପାରିଛୁ? ଆମମାନଙ୍କୁ କ'ଣ ପରମେଶ୍ୱର ଧାର୍ମିକ ହିସାବରେ ଗ୍ରହଣ କରିଛନ୍ତି କି? ଆମମାନେ କ'ଣ ଗୋଟିଏ ବିଶ୍ୱସ୍ତତାର ଜୀବନ କାଟିଅଛୁ କି? ରେ ପରେ ଝିଅ, ଆଜି ସାରା ଜଗତ ତତେ ଅନେଇଛନ୍ତି। ତୁ ଚାରିପଟେ ଥିବା ତୋର ମା ବାପା ଭାଇ ଭଉଣୀ ସାଙ୍ଗସାଥି ତୋ ଆଡେ ଅନଉଛନ୍ତି। ତୁ ଯଦି ଖ୍ରୀଷ୍ଟଙ୍କୁ ଜାଣିଛୁ, ତାହେଲେ ତୁ କ'ଣ ସତ୍ୟରେ ଖ୍ରୀଷ୍ଟଙ୍କ ଭଳି ଆଚରଣ କରୁଅଛୁ କି? ତୋ ଜୀବନ କ'ଣ ଅନ୍ୟମାନଙ୍କ ପାଇଁ ସାକ୍ଷୀ ସ୍ୱରୂପ ହେଉଅଛି କି? ପ୍ରଭୁ ଆଜି ଆମମାନଙ୍କୁ ପ୍ରଶ୍ନ କରନ୍ତି, ମୁଁ ତୋ ପାଇଁ ସବୁ ରକ୍ତ ଢାଳିଦେଲି, ମୁଁ ତୋ ପାଇଁ ଆଉ ଥରେ ଉଠି ଆସିଛି, କିନ୍ତୁ ମୁଁ ଶୀଘ୍ର ଆସୁଅଛି। ତା ଭିତରେ ତତେ ଚାହେଁ ଯେ ତୁ ମୋ ପାଇଁ ସାକ୍ଷୀ ସ୍ୱରୂପ ହେ। ତୋ ଦ୍ୱାରା ଅନେକ ଜୀବନ ରକ୍ଷା ପାଇବାକୁ ମୁଁ ଅପେକ୍ଷା କରିଅଛି। ତୋ ଜୀବନକୁ ସେହିପରି ଗୋଟେ ରକ୍ଷକ ସ୍ୱରୂପ କରିଅଛି,
ରକ୍ଷାକର୍ତ୍ତା କରିଅଛି। ତୁ ଅନ୍ୟମାନଙ୍କର ଜୀବନ ରକ୍ଷା କରିବୁ। ତୋର ଜୀବନ ମାଧ୍ୟମରେ ଅନ୍ୟମାନେ ତତେ ଦେଖି ମତେ ଚିହ୍ନିବେ, ମତେ ଜାଣିବେ, କାରଣ ତୁ ହଉଛୁ ମୋର ପ୍ରଥମ ସାକ୍ଷୀ। ଆଜିର ଆବଶ୍ୟକତା ରହିଛି ତାଙ୍କୁ ଯୋଉମାନେ ଆମେ ବିଶ୍ୱାସ କରୁଅଛୁ ଖ୍ରୀଷ୍ଟ ବୋଲି, ମସିହ ବୋଲି, ତାଙ୍କ ଭଳି ଆଚରଣ କରିବା, ଯେପରି ଆମମାନଙ୍କ ଜୀବନକୁ ଦେଖି ସାରା ଜଗତ ତାଙ୍କ ପାଇଁ ସାକ୍ଷୀ ସ୍ୱରୂପ ମାନେ ହୋଇଛୁ ବୋଲି ଜାଣିବେ। ପରମେଶ୍ୱର ଚାହାନ୍ତି ତୁ ମୋ ପାଇଁ ସାକ୍ଷୀ ସ୍ୱରୂପ ହେ। ମୁଁ ତତେ ପ୍ରସ୍ତୁତ କରିବି। ମୁଁ ତତେ ଯେପରି କହୁଅଛି ତୁ ସେହିପରି ପ୍ରସ୍ତୁତ ହେ। ପ୍ରଭୁ ଆମମାନଙ୍କୁ ଏଇ ଛୋଟ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍।